ଆଜି ଆମେ ଆଲୋଚନା କରିବା +3 ସେକେଣ୍ଡ ସେମିଷ୍ଟର ମେଜର ପେପର 4ର ୟୁନିଟ୍ 4ର ନିର୍ବାଚନ। ନିର୍ବାଚନର ଅର୍ଥ, ନିର୍ବାଚନର ଶ୍ରେଣୀ ବିଭାଗ ଏବଂ ଅନ୍ୟାନ୍ୟ ଅନେକ ବିଷୟବସ୍ତୁ ରହିଛି। ପ୍ରଥମେ ଆମେ ଆଲୋଚନା କରିବା ନିର୍ବାଚନର ଅର୍ଥ। ନିର୍ବାଚନ ହେଉଛି ପ୍ରତିନିଧି ଚୟନ କରିବାର ଏକ ଆନୁଷ୍ଠାନିକ ପ୍ରକ୍ରିୟା। ଏଥିରେ ଜନସାଧାରଣ ଗୋଷ୍ଠୀଗତ ନିଷ୍ପତ୍ତି ଗ୍ରହଣ କରି ସଂଖ୍ୟାଗରିଷ୍ଠ ମତରେ ଏକ ବା ଏକାଧିକ ବ୍ୟକ୍ତିଙ୍କୁ ରାଜନୈତିକ, ସାମ୍ବିଧାନିକ ତଥା ସରକାରୀ ପଦପଦବୀ ନିମନ୍ତେ ନିର୍ବାଚିତ କରନ୍ତି। ଏହା ମୁକ୍ତ ମତଦାନ ଓ ଗୁପ୍ତ ମତଦାନ ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କରାଯାଇପାରେ। ନିର୍ବାଚନ ଜନପ୍ରିୟ ସାର୍ବଭୌମତ୍ୱ, ରାଜନୈତିକ ସ୍ୱାଧୀନତା ଓ ରାଜନୈତିକ ସମାନତା ପରି ଗଣତନ୍ତ୍ରର ମୌଳିକ ନୀତି ଦ୍ୱାରା ପରିଚାଳିତ। ବ୍ୟବସ୍ଥାପିକା, ଆଞ୍ଚଳିକ ଓ ସ୍ଥାନୀୟ ଶାସନର ବିଭିନ୍ନ ପଦପଦବୀ ପୂରଣ ନିମନ୍ତେ ନିର୍ବାଚନ କରାଯାଏ। ଦେଶ ଓ କାଳ ଭେଦରେ କାର୍ଯ୍ୟପାଳିକା, ନ୍ୟାୟପାଳିକା ନିମନ୍ତେ ମଧ୍ୟ ନିର୍ବାଚନ କରାଯାଏ। ବେସରକାରୀ ଓ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ନିଗମ ଆଦିରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୁଏ। ସପ୍ତଦଶ ଶତାବ୍ଦୀରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଆଧୁନିକ ପ୍ରତିନିଧିମୂଳକ ଗଣତନ୍ତ୍ର ନିର୍ବାଚନ ସକ୍ରିୟ ଦ୍ୱାରା ପରିଚାଳିତ ହୋଇଆସିଛି। ଗଣତନ୍ତ୍ର ଅର୍ଥ ସଂଗଠିତ ଜନମତର ଶାସନ। ପ୍ରତ୍ୟକ୍ଷ ଗଣତନ୍ତ୍ର ବଡ଼ ବଡ଼ ରାଷ୍ଟ୍ରରେ ପ୍ରବର୍ତ୍ତନ କରିବା ସହଜ ନୁହେଁ, ତେଣୁ ସର୍ବତ୍ର ପରୋକ୍ଷ ଗଣତନ୍ତ୍ରର ଆଧାର ରହିଛି। ପରୋକ୍ଷ ଗଣତନ୍ତ୍ରକୁ ପ୍ରତିନିଧିମୂଳକ ଶାସନ କହନ୍ତି। ଲୋକମାନେ ନିଜର ପ୍ରତିନିଧି ନିର୍ବାଚିତ କରି ତାଙ୍କୁ ଶାସନ କରିବାର ଅଧିକାର ଦେଇଥାନ୍ତି। ସେହି ପ୍ରତିନିଧିମାନେ ଆଦର୍ଶ ଭିତ୍ତିରେ ସଂଗଠିତ ହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ସେମାନେ ରାଜନୈତିକ ଦଳଭୁକ୍ତ ହୋଇଥାନ୍ତି। ସେହି ରାଜନୈତିକ ଦଳମାନେ ବିଭିନ୍ନ ନିର୍ବାଚନରେ ଭାଗ ନିଅନ୍ତି, ନିର୍ବାଚନ ମଣ୍ଡଳୀର ପ୍ରାପ୍ତି ଖିଆ କରିଥାନ୍ତି। ଯଦି ନିର୍ବାଚନ ପରେ ଗୋଟିଏ ରାଜନୈତିକ ଦଳର ନିର୍ବାଚିତ ସଭ୍ୟମାନେ ସଂଖ୍ୟାଗରିଷ୍ଠତା ହାସଲ କରନ୍ତି, ତେବେ ସେମାନେ ସରକାର ଗଠନ କରି ଶାସନ କ୍ଷମତା ଗ୍ରହଣ କରନ୍ତି। ସଂଖ୍ୟାଗରିଷ୍ଠତା ଦ୍ୱାରା ବ୍ୟବସ୍ଥାପିକାରେ ଆଇନ ପ୍ରଣୟନ କରନ୍ତି। ସେଠାରେ ସରକାରୀ ଦଳ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ବିତର୍କ ହୁଏ। ସରକାରୀ ଦଳ ଦମନ ନୀତି ପ୍ରୟୋଗ କଲେ ଜନମତ ଜାଗର କରି ସରକାରଙ୍କୁ ନିଜ ସୀମା ମଧ୍ୟରେ ରଖାଇବା ପାଇଁ ବିରୋଧୀ ଦଳ ଚେଷ୍ଟା କରନ୍ତି। ଜନମତର ପ୍ରଭାବ ଲୋକପ୍ରତିନିଧି ଉପରେ ପଡ଼ିଥାଏ, ତେଣୁ ଜନମତର ପ୍ରତିବିମ୍ବ ରୂପେ ବ୍ୟବସ୍ଥାପିକାକୁ ସର୍ବଦା ଜନମତର ଗତି ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହୋଇଥାଏ। ଜନମତ ନିର୍ଭର କରେ ଜନତାର ଶିକ୍ଷା, ଶକ୍ତି ଓ ସାମର୍ଥ୍ୟ ଉପରେ। ନାଗରିକମାନଙ୍କ ଦାୟିତ୍ୱବୋଧ ଜ୍ଞାନ ଉପରେ ଜନମତ ବା ଜନଚେତନା ନିର୍ଭର କରିଥାଏ। ସେହି ଦାୟିତ୍ୱବୋଧ ଜ୍ଞାନ ଜାତୀୟ ଚରିତ୍ର, ଶିକ୍ଷା, ଅର୍ଥନୈତିକ ସ୍ୱଚ୍ଛଳତା, ରାଜନୈତିକ ଦଳର ସଂଖ୍ୟା ଓ କାର୍ଯ୍ୟକଳାପ ଉପରେ ନିର୍ଭର କରେ। ଜାଗ୍ରତ ଜନମତ ହେଉଛି ସ୍ୱାଧୀନତାର ଦାମ ଓ ଅଧିକାରର ମୂଲ୍ୟ। ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଶାସନରେ ନିର୍ବାଚନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ସାବାଳକ ନାଗରିକମାନେ ଅଂଶଗ୍ରହଣ କରିଥାନ୍ତି। ଯେଉଁ ନାଗରିକମାନେ ଭୋଟ ଦେବାର ଯୋଗ୍ୟତା ହାସଲ କରିଥାନ୍ତି, ତାକୁ ନିର୍ବାଚକ କୁହାଯାଏ। ନିର୍ବାଚକମାନଙ୍କ ସମଷ୍ଟିକୁ ନିର୍ବାଚକ ମଣ୍ଡଳୀ କୁହାଯାଇଥାଏ। ଗୋଟିଏ ଅଞ୍ଚଳର ନିର୍ବାଚକମାନଙ୍କୁ ପ୍ରତିନିଧି ନିର୍ବାଚନ କରିବା ପାଇଁ ଆହ୍ୱାନ କରାଗଲେ ସେହି ଅଞ୍ଚଳକୁ ନିର୍ବାଚନ ମଣ୍ଡଳୀ କୁହାଯାଏ। ଯେଉଁ ସ୍ଥାନରେ ଭୋଟ ଗ୍ରହଣ ହୁଏ ତାହାକୁ ଭୋଟ କେନ୍ଦ୍ର କୁହାଯାଏ। ନିର୍ବାଚନର ପ୍ରକାରଭେଦ ବା ଶ୍ରେଣୀ ବିଭାଗ। ଟାଇପ୍ସ ଅର୍ କ୍ଲାସିଫିକେସନ ଅଫ୍ ଇଲେକ୍ସନ। ଜନସାଧାରଣ ଅଥବା ମତଦାତାଙ୍କ ସମ୍ପୃକ୍ତିର ଗୁରୁତ୍ୱ ଆଧାରରେ ନିର୍ବାଚନକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ପ୍ରଥମେ ପ୍ରତ୍ୟକ୍ଷ ନିର୍ବାଚନ, ଦ୍ୱିତୀୟ ପରୋକ୍ଷ ନିର୍ବାଚନ। ସାଧାରଣତଃ ଲୋକପ୍ରତିନିଧିମାନେ ଯେଉଁ ପଦ୍ଧତିରେ ନିର୍ବାଚିତ ହୁଅନ୍ତି, ସେହି ମାତ୍ରାରେ କ୍ଷମତା ଉପଭୋଗ କରନ୍ତି। ପ୍ରତ୍ୟକ୍ଷ ନିର୍ବାଚନ ଦ୍ୱାରା ନିର୍ବାଚିତ ପ୍ରତିନିଧି ପରୋକ୍ଷ ନିର୍ବାଚିତ ପ୍ରତିନିଧିମାନଙ୍କ ଅପେକ୍ଷା ଅଧିକ କ୍ଷମତା ଉପଭୋଗ କରନ୍ତି। ଭାରତରେ ଲୋକସଭା, ଇଂଲଣ୍ଡରେ ହାଉସ୍ ଅଫ୍ କମନ୍ସ, ଆମେରିକାରେ କଂଗ୍ରେସର ଉଭୟ ପରିଷଦର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଓ ସିନେଟ ସଦସ୍ୟମାନେ ପ୍ରତ୍ୟକ୍ଷ ନିର୍ବାଚନ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଅନ୍ୟ ପକ୍ଷରେ ଭାରତର ରାଜ୍ୟସଭା, ବିଧାନ ପରିଷଦର ସଦସ୍ୟଗଣ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ପ୍ରଭୃତି ଓ ଆମେରିକାର ରାଷ୍ଟ୍ରପତି, ଉପରାଷ୍ଟ୍ରପତିମାନେ ପରୋକ୍ଷ ନିର୍ବାଚନ ଦ୍ୱାରା ନିର୍ବାଚିତ ହୁଅନ୍ତି। ପ୍ରତିନିଧିମୂଳକ ଗଣତନ୍ତ୍ରରେ ଅଂଶଗ୍ରହଣ
ଓ ପ୍ରତିନିଧିତ୍ୱର ପ୍ରଶ୍ନ ସମସ୍ୟା ସୃଷ୍ଟି କରିଥାଏ। ପ୍ରତିନିଧି ନିର୍ବାଚନ ପ୍ରତ୍ୟକ୍ଷ ଓ ପରୋକ୍ଷ ପଦ୍ଧତିରେ କୁହାଯାଏ। ପ୍ରତ୍ୟକ୍ଷ ନିର୍ବାଚନ। ପ୍ରତ୍ୟକ୍ଷ ନିର୍ବାଚନ କାହାକୁ କୁହାଯାଏ? ପ୍ରତ୍ୟକ୍ଷ ନିର୍ବାଚନ ଯେଉଁଠାରେ ଜନସାଧାରଣ ସିଧାସଳଖ ଭାବେ ସେମାନଙ୍କ ପ୍ରତିନିଧିକୁ ନିର୍ବାଚିତ କରନ୍ତି ତାହାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ। ଏହି ପଦ୍ଧତିରେ ନିର୍ବାଚିତ ହୋଇଥିବା ଲୋକପ୍ରତିନିଧିମାନେ ଅଧିକ କ୍ଷମତା ଉପଭୋଗ କରନ୍ତି। ସାମ୍ପ୍ରତିକ ସମୟରେ ରାଷ୍ଟ୍ରମାନଙ୍କ ବ୍ୟବସ୍ଥାପିକାର ନିମ୍ନ କକ୍ଷକୁ ପ୍ରତ୍ୟକ୍ଷ ଭାବେ ପ୍ରତିନିଧିମାନେ ନିର୍ବାଚିତ ହୋଇଛନ୍ତି। ପ୍ରତ୍ୟକ୍ଷ ନିର୍ବାଚନର ସୁଗୁଣ। ମେରିଟ୍ସ ଅଫ୍ ଡାଇରେକ୍ଟ ଇଲେକ୍ସନ। ରାଜନୀତିକ ଚେତନା ବୃଦ୍ଧି। ପ୍ରତ୍ୟକ୍ଷ ନିର୍ବାଚନରେ ନାଗରିକମାନେ ସିଧାସଳଖ ଅଂଶଗ୍ରହଣ କରନ୍ତି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ପ୍ରଚାର କରିବାକୁ ଯାଇ ଲୋକମାନଙ୍କୁ ଭେଟନ୍ତି ଓ ସେମାନଙ୍କ ସହିତ ରାଷ୍ଟ୍ର ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତି। ପ୍ରତ୍ୟକ୍ଷ ସମ୍ପର୍କ। ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀମାନେ ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରନ୍ତି। ଭୋଟରମାନଙ୍କୁ ଭୋଟ ଭେଟି ପ୍ରତ୍ୟେକ ପ୍ରାର୍ଥୀ ନିଜ ପାଇଁ ସେମାନଙ୍କ ସମର୍ଥନ ଲାଭ କରିବାର ଉଦ୍ୟମ କରନ୍ତି। ଭୋଟ ସମୟରେ ଜନସାଧାରଣ ବିଭିନ୍ନ ପ୍ରାର୍ଥୀଙ୍କର ଦୋଷ ଦୁର୍ବଳତା ଆଲୋଚନା କରି ସଚ୍ଚୋଟ ଓ ଆଦର୍ଶ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରତିନିଧି ରୂପେ ବାଛନ୍ତି। ଦୁର୍ନୀତିମୁକ୍ତ। ପ୍ରତ୍ୟକ୍ଷ ନିର୍ବାଚନରେ ଲାଞ୍ଚ, ମିଛ ଓ ଦୁର୍ନୀତିର ଆଶ୍ରୟ ନେବା ସମ୍ଭବ ହୁଏ ନାହିଁ। ଭୋଟରମାନଙ୍କ ସଂଖ୍ୟା ଅତ୍ୟଧିକ ହେଲେ ସେମାନଙ୍କୁ ଆର୍ଥିକ ପ୍ରଲୋଭନ ଦ୍ୱାରା ହାତ କରିନେବା ପାଇଁ ଅବଶ୍ୟ ଉଦ୍ୟମ ହୁଏ, ମାତ୍ର ତାହା ପ୍ରତ୍ୟକ୍ଷ ନିର୍ବାଚନରେ ଏତେ ସହଜ ହୁଏ ନାହିଁ। ଦାୟିତ୍ୱ ସମ୍ପନ୍ନ। ସାଧାରଣ ନାଗରିକମାନେ ନିର୍ବାଚନରେ ଅଂଶଗ୍ରହଣ କଲାବେଳେ ଏକ ସୁସ୍ଥ ଓ ଦକ୍ଷ ସରକାର ଗଠନ ପାଇଁ ଚିନ୍ତା କରନ୍ତି। ଚିନ୍ତା ପ୍ରକଟ କରି ଭୋଟ ଅଧିକାର ସାବ୍ୟସ୍ତ କରିବା ଫଳରେ ଜନମତ ପ୍ରଭାବିତ ହୁଏ। ପ୍ରତ୍ୟକ୍ଷ ନିର୍ବାଚନର ଦୁର୍ଗୁଣ। ଡିମେରିଟ୍ସ ଅଫ୍ ଡାଇରେକ୍ଟ ଇଲେକ୍ସନ। ଯୋଗ୍ୟ ବ୍ୟକ୍ତି ନିବୃତ୍ତ ରହନ୍ତି। ଦକ୍ଷ ଓ ଯୋଗ୍ୟ ବ୍ୟକ୍ତିମାନେ ପ୍ରତ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ରାଜି ହୁଅନ୍ତି ନାହିଁ, କାରଣ ସେମାନେ ମିଥ୍ୟା ପ୍ରଚାର ଓ ପ୍ରତିଶ୍ରୁତି ଦ୍ୱାରା ଜନମତକୁ ପ୍ରଭାବିତ କରିବାକୁ ଚାହାନ୍ତି ନାହିଁ। ଅଯୋଗ୍ୟ ଭୋଟର। ଭୋଟରମାନଙ୍କ ମଧ୍ୟରୁ ଅଧିକାଂଶ ଅଶିକ୍ଷିତ। ନିଜର ଜ୍ଞାନ ଓ ବିବେକ ଦ୍ୱାରା ପରିଚାଳିତ ନ ହୋଇ ସେମାନେ ପର ଦ୍ୱାରା ପ୍ରଭାବିତ ହୁଅନ୍ତି, ଫଳରେ ଅଯୋଗ୍ୟ ବ୍ୟକ୍ତି କ୍ଷମତା ହାସଲ କରନ୍ତି। ବିଭ୍ରାନ୍ତି। ବିଭିନ୍ନ ନେତା ବିଭିନ୍ନ କଥା କହି ଲୋକଙ୍କୁ ପ୍ରଭାବିତ କରନ୍ତି, ତେଣୁ ଭୋଟରମାନଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି ହୁଏ। ସାଧାରଣ ଭୋଟରମାନେ ଜାତି, ଧର୍ମ, ଅଞ୍ଚଳ ଆଦି ବିଭିନ୍ନ କାରଣରୁ ଭୋଟ ଦିଅନ୍ତି ଏବଂ ଏହା ବିଭ୍ରାନ୍ତକର ପ୍ରଚାର ସର୍ବସ୍ୱ ନିର୍ବାଚନରେ ପରିଣତ ହୁଏ। ବ୍ୟୟ ସାପେକ୍ଷ। ଏଥିରେ ଉଭୟ ସରକାରୀ ଓ ପ୍ରାର୍ଥୀମାନଙ୍କୁ ବହୁ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହା ଧନିକ ବର୍ଗଙ୍କ ପାଇଁ ଉପଯୁକ୍ତ। ତାପରେ ପରୋକ୍ଷ ନିର୍ବାଚନ। ଇନଡାଇରେକ୍ଟ ଇଲେକ୍ସନ। ପରୋକ୍ଷ ନିର୍ବାଚନ କାହାକୁ କୁହାଯାଏ? ପରୋକ୍ଷ ନିର୍ବାଚନ କହିଲେ ଲୋକପ୍ରତିନିଧିମାନେ ଯେଉଁ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ନ ହୋଇ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ତାହାକୁ ପରୋକ୍ଷ ନିର୍ବାଚନ କୁହାଯାଏ। ଏହି ବ୍ୟବସ୍ଥାରେ ସାଧାରଣ ନାଗରିକମାନେ ପ୍ରାଥମିକ ଭାବେ କେତେକ ପ୍ରତିନିଧି ନିର୍ବାଚନ କରନ୍ତି ଓ ଏହି ନିର୍ବାଚିତ ପ୍ରତିନିଧିମାନେ ବ୍ୟବସ୍ଥାପିକା ସମିତିର ସଭ୍ୟମାନଙ୍କୁ ନିର୍ବାଚିତ କରିବା ପାଇଁ ଏକ ନିର୍ବାଚକ ମଣ୍ଡଳୀ ଗଠନ କରନ୍ତି। ବିଭିନ୍ନ ରାଷ୍ଟ୍ରରେ ପରୋକ୍ଷ ନିର୍ବାଚନ ପଦ୍ଧତି ପରିଚାଳନା କରିବା ପାଇଁ ଭିନ୍ନ ଭିନ୍ନ ପଦ୍ଧତି ଅନୁସୃତ ହୁଏ। ପରୋକ୍ଷ ନିର୍ବାଚନର ସୁଗୁଣ। ମେରିଟ୍ସ ଅଫ୍ ଇନଡାଇରେକ୍ଟ ଇଲେକ୍ସନ। ଉପଯୁକ୍ତ ପ୍ରାର୍ଥୀ ମନୋନୀତ ହୁଅନ୍ତି। ପରୋକ୍ଷ ନିର୍ବାଚନରେ ସାଧାରଣତଃ ବିଜ୍ଞ ବ୍ୟକ୍ତିମାନେ ସ୍ଥାନ ପାଇଥାନ୍ତି। ଯୋଗ୍ୟ ବ୍ୟକ୍ତିଙ୍କ ନିର୍ବାଚନର ସମ୍ଭାବନା ଅଧିକ ଥାଏ। ଉତ୍ତେଜନାତ୍ମକ। ଏଥିରେ ଭୋଟ ସଂଖ୍ୟା ଅତି କମ୍ ହୋଇଥିବାରୁ ପ୍ରଚାରରେ ଉତ୍ତେଜନା ଓ ତିକ୍ତତା କମ୍ ହୋଇଥାଏ। ମିତବ୍ୟୟିତା। ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ସହିତ ଅଳ୍ପ ସଂଖ୍ୟକ ଲୋକେ ସମ୍ପୃକ୍ତ ହୁଅନ୍ତି। ଉଭୟ ସରକାରୀ ଓ ପ୍ରାର୍ଥୀ ଅଳ୍ପ ଖର୍ଚ୍ଚରେ ନିର୍ବାଚନ କାର୍ଯ୍ୟ ଶେଷ କରିପାରନ୍ତି। ନିର୍ବାଚନ ମଣ୍ଡଳୀର ସଂଖ୍ୟା ସୀମିତ ଥିବାରୁ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ସରକାର ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ କରନ୍ତି। ଦଳୀୟ ମନୋଭାବ ହ୍ରାସ। ପରୋକ୍ଷ ନିର୍ବାଚନରେ ରାଜନୀତିକ ଦଳଗୁଡ଼ିକ ନିଜ ନିଜ ମନୋଭାବରେ ପରିବର୍ତ୍ତନ ଘଟାନ୍ତି। ଦଳୀୟ ଦ୍ୱନ୍ଦ୍ୱ ଘଣ୍ଟାଚକଟା ପରୋକ୍ଷ ନିର୍ବାଚନ ଦ୍ୱାରା ବହୁ ପରିମାଣରେ ହ୍ରାସ ପାଏ।
ପ୍ରତିଦ୍ୱନ୍ଦ୍ୱିତାର ତୀବ୍ରତା ମଧ୍ୟ ସେଭଳି ଅନୁଭୂତ ହୁଏ ନାହିଁ। ଅଣ ଅଗ୍ରସର ଦେଶ ପାଇଁ ଉପଯୁକ୍ତ। ଅନଗ୍ରସର ଦେଶରେ ଶିକ୍ଷାର ପ୍ରସାର କମ୍ ହୋଇଥିବାରୁ ସେଠାରେ ପରୋକ୍ଷ ନିର୍ବାଚନ ବିଶେଷ ଉପଯୋଗୀ ଅଟେ। ସାଧାରଣ ନିରକ୍ଷର ଅଯୋଗ୍ୟ ବ୍ୟକ୍ତିଙ୍କୁ ନିର୍ବାଚିତ କରିବାର ସୁଯୋଗ ନଥାଏ। ପରୋକ୍ଷ ନିର୍ବାଚନର ଦୁର୍ଗୁଣ। ଅଗଣତାନ୍ତ୍ରିକ ଗଣତନ୍ତ୍ରରେ ଲୋକମାନଙ୍କର ଶାସନ ଚାଲିଥାଏ। ପ୍ରତ୍ୟକ୍ଷ ଭାବରେ ନିଜ ପ୍ରତିନିଧିମାନଙ୍କୁ ନିର୍ବାଚିତ ନ କରିବା ଅଗଣତାନ୍ତ୍ରିକ। ଦଳୀୟ ପ୍ରଭାବ। ପ୍ରତ୍ୟକ୍ଷ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଓ ଅଞ୍ଚଳର କ୍ଷେତ୍ରଫଳ ବେଶୀ ହୋଇଥିବାରୁ ଦଳଗତ ପ୍ରଭାବ କମ୍ ପରିଲକ୍ଷିତ ହୁଏ, କିନ୍ତୁ ପରୋକ୍ଷ ନିର୍ବାଚନରେ ଦଳୀୟ ପ୍ରଭାବ ବେଶୀ ଥାଏ। ଆଗ୍ରହର ଅଭାବ। ପରୋକ୍ଷ ନିର୍ବାଚନ ଲୋକମାନଙ୍କୁ ଶାସନଠାରୁ ଦୂରେଇ ଦେଉଥିବାରୁ ସେମାନଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ଆଗ୍ରହ, ଉତ୍ସାହ ଓ ଶ୍ରଦ୍ଧା ସୃଷ୍ଟି କରିବାରେ ବିଫଳ ହୁଏ। ନିର୍ବାଚନ ଗୁଡ଼ିକ ଜନସାଧାରଣଙ୍କ ଅଜ୍ଞତା ସାରରେ ହୋଇଥିବାରୁ ଲୋକେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ। ମତଭେଦ। ପରୋକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ପ୍ରତିନିଧିମାନଙ୍କର ସାଧାରଣ ଲୋକଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ନଥାଏ। ସାଧାରଣ ଲୋକ ଓ ଲୋକପ୍ରତିନିଧିମାନଙ୍କ ମଧ୍ୟରେ ମତ ବିନିମୟ ହେବାର କୌଣସି ଅବକାଶ ନଥାଏ। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମତପାର୍ଥକ୍ୟ ଘଟିବାର ଯଥେଷ୍ଟ ସମ୍ଭାବନା ଥାଏ। ପ୍ରତିନିଧିତ୍ୱ ସମ୍ପର୍କିତ ବିଭିନ୍ନ ତତ୍ତ୍ୱ। ପ୍ରତିନିଧିତ୍ୱ ସମ୍ପର୍କୀୟ ବିଭିନ୍ନ ପ୍ରଶ୍ନର ସମାଧାନ କରିବା ପୂର୍ବରୁ ଏଥିସହିତ ସମ୍ପୃକ୍ତ କେତେଗୁଡ଼ିଏ ତତ୍ତ୍ୱର ଆଲୋଚନା କରିବା ଅପ୍ରାସଙ୍ଗିକ ହେବ ନାହିଁ। ଗିଲଖ୍ରିଷ୍ଟଙ୍କ ମତରେ ରାଷ୍ଟ୍ର ଆଇନ ଦ୍ୱାରା ଯୋଗ୍ୟ ବିବେଚିତ ଲୋକମାନେ ବ୍ୟବସ୍ଥାପନା ସଭାକୁ ସେମାନଙ୍କର ପ୍ରତିନିଧି ପଠାଇବା ହେଉଛି ସେମାନଙ୍କର ନିର୍ବାଚନ ଦାୟିତ୍ୱ। ଯେକୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ଏହାର ସଫଳତା ପାଇଁ ଜାଗ୍ରତ, ବିଚାରବନ୍ତ ଓ ରାଷ୍ଟ୍ରପ୍ରେମୀମାନଙ୍କ ଉପରେ ନିର୍ଭର କରେ। ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରୀୟ କାର୍ଯ୍ୟରେ ନିଜକୁ ସାମିଲ ନ କଲେ ଉଭୟ ରାଷ୍ଟ୍ର ଓ ବ୍ୟକ୍ତି କ୍ଷତିଗ୍ରସ୍ତ ହେବେ। ଜନସାଧାରଣଙ୍କୁ ପ୍ରତିନିଧି ବାଛିବାର ଯେଉଁ ଅଧିକାର ଦିଆଯାଇଛି, ତାହା ବିଭିନ୍ନ ତାତ୍ତ୍ୱିକ ପୃଷ୍ଠଭୂମି ଉପରେ ଆଧାରିତ। ସେହି ତତ୍ତ୍ୱଗୁଡ଼ିକ ନିମ୍ନରେ ଆଲୋଚିତ ହେଲା। ପ୍ରାକୃତିକ ଅଧିକାର ତତ୍ତ୍ୱ। ଏହି ତତ୍ତ୍ୱଟି ରାଷ୍ଟ୍ର ଉତ୍ପତ୍ତି ସମ୍ବନ୍ଧୀୟ ସାମାଜିକ ଯୁକ୍ତି ତତ୍ତ୍ୱର ଏକ ଅଂଶବିଶେଷ। ଏହି ତତ୍ତ୍ୱର ପ୍ରବକ୍ତାମାନେ କହନ୍ତି ଯେ ଲୋକମାନଙ୍କ ଇଚ୍ଛାରେ ରାଷ୍ଟ୍ର ସୃଷ୍ଟି ହୋଇଥିବାରୁ ସ୍ୱାଭାବିକ ଭାବେ ତାହାର ପରିଚାଳନାରେ ଜନସାଧାରଣ ସମ୍ପୃକ୍ତ ହେବେ। ସରକାର ଗଠନ ଓ ଆବଶ୍ୟକ ସ୍ଥଳେ ତାର ପତନ ମଧ୍ୟ ଜନସାଧାରଣଙ୍କ ଇଚ୍ଛା ଦ୍ୱାରା ସମ୍ପାଦିତ ହେବ। ଲୋକେ ରାଷ୍ଟ୍ର ନିକଟରେ ସେମାନଙ୍କର କେତେଗୋଟି ଅଧିକାରକୁ ସମର୍ପଣ କରି ଦେଇଥିଲେ ମଧ୍ୟ ଶାସନରେ ଅଂଶଗ୍ରହଣ କଳାପରେ ଅଧିକାରକୁ ତ୍ୟାଗ କରି ନଥିଲେ। ବୈଧାନିକ ତତ୍ତ୍ୱ। ଭୋଟ ଅଧିକାର ଏକ ରାଜନୀତିକ ଅଧିକାର ଯାହା ରାଷ୍ଟ୍ର ଦ୍ୱାରା ପ୍ରଦତ୍ତ। ଏହି ଅଧିକାରର ସୃଷ୍ଟି ଓ ବ୍ୟବହାର ପ୍ରଣାଳୀ ମଧ୍ୟ ରାଷ୍ଟ୍ର ଦ୍ୱାରା ନିର୍ଣ୍ଣୀତ। ଏହା ସବୁ ରାଷ୍ଟ୍ରୀୟ ଆଇନ ଦ୍ୱାରା ସ୍ଥିରୀକୃତ ହୁଏ। ନିର୍ବାଚକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ମଧ୍ୟ ବୈଧାନିକ ଉପାୟରେ ନିର୍ଣ୍ଣୟ କରାଯାଏ। ନୈତିକ ତତ୍ତ୍ୱ। ନିଜର ସବୁ ପ୍ରକାର ଉନ୍ନତି ସାଧନ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିର ଆଶା ଆକାଂକ୍ଷା ଥାଏ। ବ୍ୟକ୍ତିର ବ୍ୟକ୍ତିତ୍ୱ ବିକଶିତ ନ ହେଲେ ରାଷ୍ଟ୍ରର ପ୍ରଗତି ବାଧାପ୍ରାପ୍ତ ହୁଏ। ରାଜନୀତି ବ୍ୟକ୍ତି ଜୀବନର ପ୍ରତ୍ୟେକ ଅଂଶକୁ ପ୍ରଭାବିତ କରୁଥିବାରୁ ବ୍ୟକ୍ତି ଶାସନ କଳ ସହିତ ସମ୍ପୃକ୍ତ ହେବା ଉଚିତ। ଏହା ଏକ ନୈତିକ ଅଧିକାର। ଭୋଟ ଦେବା ଅଧିକାରକୁ ଏକ ନୈତିକ କର୍ତ୍ତବ୍ୟ ଭାବେ ଗ୍ରହଣ କରାଯାଇଛି। ଗୋଷ୍ଠୀ ତତ୍ତ୍ୱ। ଭୋଟଦାନ ଅଧିକାରକୁ ଗୋଷ୍ଠୀ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରାଯାଇଛି। ପୂର୍ବକାଳରେ ରୋମ ଓ ଗ୍ରୀସ ରାଜ୍ୟମାନଙ୍କରେ ଏହି ତତ୍ତ୍ୱ ପ୍ରଚଳିତ ହୋଇଥିଲା। ତେବେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଅଧିକାର ଦେବାର ସେତେବେଳେ ସମାଜ କୁଣ୍ଠାବୋଧ କରୁଥିଲା। ଅଧିବାସୀମାନେ ଏହି ଅଧିକାରରୁ ବଞ୍ଚିତ ହୋଇଥିଲେ। ଗୋଷ୍ଠୀ ମଧ୍ୟରେ ଶାସନ କାର୍ଯ୍ୟ ଗଣତାନ୍ତ୍ରିକ ଉପାୟରେ କରାଯାଇଥିବାରୁ ଗୋଷ୍ଠୀ ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନେ ସରକାରରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ଉଚିତ ବୋଲି ସେମାନଙ୍କର ମତ। ସାମନ୍ତବାଦୀ ତତ୍ତ୍ୱ। ମଧ୍ୟଯୁଗରେ ଏହି ତତ୍ତ୍ୱର ପ୍ରସାର ଘଟିଥିଲା। ଭୋଟ ଅଧିକାରକୁ ବ୍ୟକ୍ତିର ସାମାଜିକ ସ୍ଥିତି ସହିତ ସମ୍ପୃକ୍ତ କରାଯାଇଥିଲା। ସମାଜରେ ଯେଉଁମାନଙ୍କର ଭୂସମ୍ପତ୍ତିଗତ ମାଲିକାନା ନଥିଲା,
ସେମାନଙ୍କୁ ଭୋଟ ଅଧିକାର ଦିଆଯାଉନଥିଲା। ଆଧୁନିକ ଯୁଗରେ କେତେକ ରାଷ୍ଟ୍ର ସମ୍ପତ୍ତିକୁ ଭୋଟ ଅଧିକାର ପାଇବା ପାଇଁ ଏକ ସର୍ତ୍ତ ଭାବେ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ସାମନ୍ତବାଦୀ ତତ୍ତ୍ୱର ପ୍ରଭାବ ଯୋଗୁଁ ଘଟୁଛି। ଏହି ତତ୍ତ୍ୱଗୁଡ଼ିକର ଆଲୋଚନା ଏଡ଼ାଇ ଦେଇ ଆଧୁନିକ ରାଜନୀତି ବିଜ୍ଞାନୀମାନେ ମତ ପୋଷଣ କରନ୍ତି ଯେ ଭୋଟ ଦାନ ଏକ ନୈତିକ କର୍ତ୍ତବ୍ୟ ହୋଇଥିବାରୁ ଓ ଲୋକମାନେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ସାମଗ୍ରିକ ସ୍ୱାର୍ଥ ସାଧନରେ ଆଗ୍ରହ ପ୍ରକାଶ କରିଥିବାରୁ ଏହାକୁ ପ୍ରାକୃତିକ ଅଧିକାର ନ କହି ଭୋଟ ଅଧିକାର ବୋଲି କହି କିପରି ଅଧିକ ସଂଖ୍ୟକ ଲୋକଙ୍କୁ ସେହି ଅଧିକାର ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।